ମାନେ ବୋଟିଂ କରୁ କରୁ ମେନ୍ ଜାଗାରେ ପହଞ୍ଚି ଗଲୁ। ବିଚିତ୍ରପୁର ଯେଉଁ ମେନ୍ ଜାଗାରେ ଦେଖନ୍ତୁ ମୋ ଆଗରେ ଏଇ ଅଦ୍ଭୁତ ଦୃଶ୍ୟ। ଏହି ଶୁଖିଲା ବଙ୍କା ଟଙ୍କା ଗଛ ଗୁଡ଼ିକ ବିଚିତ୍ରପୁର ଏକ ପ୍ରକାର ପରିଚୟ। ସମୁଦ୍ରର ଲୁଣ ପାଣି ଏବଂ ପ୍ରାକୃତିକର ପରିବର୍ତ୍ତନ ଯୋଗୁଁ ଏହି ଗଛ ଗୁଡ଼ିକ ଏମିତି ଏକ କଳାକୃତି ଭଳି ଦେଖାଯାଉଛନ୍ତି। ଏହାକୁ ଦେଖିଲେ ଲାଗୁଛି ସତେ ଯେମିତି କୌଣସି ଏକ ରହସ୍ୟମୟ ଜଙ୍ଗଲ ଭିତରେ ଆମେ ଆସିଛୁ କି। ଏହି ନିର୍ଜୀବ କିନ୍ତୁ ଅପୂର୍ବ ସୁନ୍ଦର ଦେଖାଯାଉଥିବା ଗଛ ଗୁଡ଼ିକୁ ନେଇ ଏକ ସ୍ୱତନ୍ତ୍ର କବିତା ମୋ ମନରେ ଉଙ୍କି ମାରୁଛି। କବିତାର ନାଁ ହେଉଛି ନିସ୍ତବ୍ଧ ପ୍ରହରୀ। କବିତାଟି ଶୁଣାଉଛି। ପତ୍ର ନାହିଁ କି ଛାଇ ନାହିଁ ତାହାର, ନାହିଁ ଫୁଲ ଫଳ ଭାର, ସେ ଯେ ବିଚିତ୍ରପୁରର ଶୁଷ୍କ ଶାଖା, ପ୍ରକୃତିର ଶ୍ରେଷ୍ଠ ଭାସ୍କର। କେତେ ସାମୁଦ୍ରିକ ଝଡ଼କୁ ସହିଛି ବଙ୍କା ଟେଙ୍କା ତାର କାୟା, ଲୁଣା ମାଟି ସାଥେ ସମ୍ପର୍କ ଗଢ଼ିଛି, ଛାଡ଼ିଛି ସବୁ ପତ୍ର ମାୟା। ଆକାଶ ଆଡ଼କୁ ମେଲି ଦେଇ ହାତ ନୀରବରେ ସିଏ ଠିଆ, ସତେ କି କହୁଛି ଅତୀତର ଗାଥା, ହୋଇ ଏକ ଜ୍ୱଳନ୍ତା ନିଆଁ। ଜୀବନ ନଥାଇ ଜୀବନ୍ତ ଲାଗେ ସେହି ଶୁଖିଲା ଗଛର ସଭା। ବିଚିତ୍ରପୁରର ବାଲି ବେଳାଭୂମି ତା ପାଇଁ ତ ଅତି ମନଲୋଭା। କେତେ ଯେ ମୁହୂର୍ତ୍ତ କେତେ ଯେ ସ୍ମୃତି ସେ ଶାଖା କାଳରେ ସୁପ୍ତ। ନିର୍ଜୀବ ହୋଇ ବି ସୌନ୍ଦର୍ଯ୍ୟ ତାହାର ଆଜି ବି ଅତି ଅତୃପ୍ତ। କେମିତି ଲାଗିଲା ମୋର ଏଇ କବିତାଟି? ଆପଣମାନେ ମୋତେ ଏଇ ଆଡ଼ଭେଞ୍ଚର ଅଫ୍ ନେଚର ମୋର ଯେଉଁ ଚ୍ୟାନେଲ୍ ମାଧ୍ୟମରେ ଆପଣମାନେ ମୋତେ କମେଣ୍ଟ ଦେଇ ମୋତେ ଜଣାଇବେ।